ଯେଉଁମାନେ ଚଳିତ ବର୍ଷ ସିପିଟି ପିଜି ଏଣ୍ଟ୍ରାନ୍ସ ମାଧ୍ୟମରେ ଫକୀରମୋହନ ୟୁନିଭର୍ସିଟିରେ ପଢ଼ିବା ପାଇଁ ଇଚ୍ଛା ରଖିଛନ୍ତି ସେମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଭିଡ଼ିଓ ମାଧ୍ୟମରେ ଫକୀରମୋହନ ୟୁନିଭର୍ସିଟିର ସମସ୍ତ କଣ୍ଟାକ୍ଟ ଡିଟେଲ୍ସ, ସିଟ୍ ଇନଫର୍ମେସନ୍, ହଷ୍ଟେଲ ଇନଫର୍ମେସନ୍, ତା ସହିତ ଆପଣଙ୍କର ଆଡ଼ମିସନ୍ ଫିସ୍ ଏବଂ ପ୍ରିଭିୟସର କଟଅଫ୍ ଜଣାଇଦେବି ଏବଂ କହିଦେବି 2024 ମସିହାରେ କେତେ ପର୍ଯ୍ୟନ୍ତ କଟଅଫ୍ ଆପଣମାନଙ୍କର ଯାଇପାରେ। ତେବେ ଆସନ୍ତୁ ବୁଝିନେବା ଫକୀରମୋହନ ୟୁନିଭର୍ସିଟି ସମ୍ପର୍କିତ ବା ଫକୀରମୋହନ ୟୁନିଭର୍ସିଟିରେ ଯଦି ଆପଣମାନେ ପିଜି ଚଳିତ ବର୍ଷ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କୁ କେଉଁ କେଉଁ ଇନଫର୍ମେସନ୍ ଜାଣିବା ନିହାତି ଆବଶ୍ୟକ ତାହା ଆପଣ ଗୋଟିଏ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଦେଖିପାରୁଥିବେ ଫକୀରମୋହନ ୟୁନିଭର୍ସିଟି ବାଲେଶ୍ୱର। ଦେଖିପାରୁଥିବେ ଫକୀରମୋହନ ଦୁଇଟା କ୍ୟାମ୍ପସ୍ ଅଛି, ଗୋଟେ ହେଉଛି ଓଲ୍ଡ କ୍ୟାମ୍ପସ୍, ଗୋଟେ ହେଉଛି ନ୍ୟୁ କ୍ୟାମ୍ପସ୍। ଉଭୟ କ୍ୟାମ୍ପସ୍ ପାଇଁ ସିପିଟି ପିଜି ଏଣ୍ଟ୍ରାନ୍ସ ମାଧ୍ୟମରେ ଆବେଦନ ହେବ। ଆପଣଙ୍କର ଦୁଇଟି କ୍ୟାମ୍ପସ୍ ଅଛି ଫକୀରମୋହନ ୟୁନିଭର୍ସିଟିର, ଉଭୟ କ୍ୟାମ୍ପସ୍ ପାଇଁ ଗୋଟିଏ ବା ସିପିଟି ମାଧ୍ୟମରେ ଆପଣମାନଙ୍କର ଆଡ଼ମିସନ୍ ହେବ। ଦେଖିପାରୁଥିବେ ଫକୀରମୋହନ ୟୁନିଭର୍ସିଟି ଯିଏ ବି ଆଡ଼ମିସନ୍ ଇନଚାର୍ଜ ଅଛନ୍ତି ବା ଆଡ଼ମିସନ୍ ଦାୟିତ୍ୱରେ ଅଛନ୍ତି ତାଙ୍କ ନମ୍ବର ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଶ୍ରୀ ରଞ୍ଜନ କୁମାର ରୟ। ଯଦି ଆପଣମାନଙ୍କର କିଛି ଆଡ଼ମିସନ୍ ସମ୍ପର୍କିତ କିଛି ବି ମନରେ ପ୍ରଶ୍ନ ଥାଏ ଆପଣମାନେ ଚାହିଁଲେ ତାଙ୍କ କଣ୍ଟାକ୍ଟ ନମ୍ବର ମଧ୍ୟ ଏଠି ମେନସନ୍ ଅଛି, ତା ସହିତ ତାଙ୍କ ଇମେଲ୍ ଆଇ ଡ଼ି ମଧ୍ୟ ଆପଣଙ୍କୁ ମେନସନ୍ ଅଛି। ଆପଣମାନେ ଚାହିଁଲେ ତାଙ୍କୁ ଫୋନ୍ କରି କିମ୍ବା ତାଙ୍କୁ ମେଲ୍ କରି ନିଜର ଅନ୍ୟାନ୍ୟ ସମ୍ପର୍କିତ ପ୍ରଶ୍ନ ମଧ୍ୟ ତାଙ୍କ ସହ କଥା ହୋଇପାରିବେ। ତା ସହିତ ମୁଁ ଆପଣମାନଙ୍କୁ କହିଥିଲି ଦ ମୋଷ୍ଟ ଇନଫର୍ମେସନ୍ 2024 ଏବଂ 25 ଶିକ୍ଷାବର୍ଷରେ ଫକୀରମୋହନ ୟୁନିଭର୍ସିଟିରେ କେତେ ଗୋଟି ସିଟ୍ ପାଇଁ ଆଡ଼ମିସନ୍ ହେବ ତାହା ମଧ୍ୟ ଆପଣମାନଙ୍କୁ ଗୋଟିଏ ଭିଡ଼ିଓ ପରେ ଜଣାଇଦେବି। ମୁଁ ମଧ୍ୟ ଡିସ୍କ୍ରିପସନ୍ ବକ୍ସରେ ଏ ୱେବସାଇଟ୍ର PDF ଆପଣମାନଙ୍କୁ ଡାଉନଲୋଡ଼ କରିବା ପାଇଁ ତଳେ ଲିଙ୍କ୍ ଦେଇଦେବି। ଆପଣମାନେ ସେଠି କ୍ଲିକ୍ କରି ଏ PDFକୁ ନିଜ ଫୋନ୍ରେ ଡାଉନଲୋଡ଼ କରିପାରିବେ। ଦେଖିପାରୁଥିବେ 2024 ଏବଂ 25 ମସିହା ପାଇଁ ସିଟ୍ ଇନଫର୍ମେସନ୍ ଦେଖନ୍ତୁ। ଆନ୍ଥ୍ରୋପୋଲୋଜିରେ 12 ସିଟ୍ ଅଛି, ସେମିତି ଆନ୍ଥ୍ରୋପୋଲୋଜି ଆର୍ଟ୍ସରେ 12ଟି, ଆନ୍ଥ୍ରୋପୋଲୋଜି ସାଇନ୍ସରେ 4ଟି, ତା ସହିତ ଜିଓଲୋଜି, ଆପ୍ଲାଏଡ଼ ମାଇକ୍ରୋବାୟୋଲୋଜି, ଆପ୍ଲାଏଡ଼ ସାଇକୋଲୋଜି, ବାୟୋଟେକ୍ନୋଲୋଜି, ଏମିତି ଯେଉଁ ଯେଉଁ ସବଜେକ୍ଟର କେତେ ଗୋଟି ସିଟ୍ ଅଛି ବା 2024-25 ମସିହାରେ କେତେ ଗୋଟି ସିଟ୍ ପାଇଁ ଆପଣଙ୍କର ଆଡ଼ମିସନ୍ ହେବ ତାହା ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। କେବଳ ସେ ଆର୍ଟ୍ସ ସବଜେକ୍ଟ ନୁହେଁ, ତା ସହିତ ଆପଣମାନଙ୍କର ସାଇନ୍ସ ସବଜେକ୍ଟ ରହିଲା ବଟନି, କେମିଷ୍ଟ୍ରି, କମର୍ସ ବି ଅଛି, ଇକୋନୋମିକ୍ସ, ଏଜୁକେସନ୍, ଇଂଲିଶ, ଇଭି, ଜିଓଗ୍ରାଫି। ଉଭୟ ସାଇନ୍ସ, ଆର୍ଟ୍ସ ଏବଂ କମର୍ସର ଯେଉଁ ବି ସବଜେକ୍ଟ ରହିଲା ସେ ସବଜେକ୍ଟ ମାନଙ୍କର ସିଟ୍ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ, ଯାହାକି 2024 ଏବଂ 25 ଶିକ୍ଷାବର୍ଷରେ ଆପଣମାନଙ୍କର ଆଡ଼ମିସନ୍ ପାଇଁ ଓପନ୍ କରାଯାଇଛି। ଦେଖିପାରୁଥିବେ ତା ସହିତ ଜର୍ଣ୍ଣାଲିଜିମ୍, ଲ, MSc ଆଟମୋସ୍ଫିୟରିକ୍ ସାଇନ୍ସ, ମ୍ୟାଥମେଟିକ୍ସ, MSW ଓଡ଼ିଆ, PMIR ଫିଜିକ୍ସ, ପଲିଟିକାଲ ସାଇନ୍ସ, ପପୁଲାର ଷ୍ଟଡିଜ୍, ଏପରି ଯେଉଁ ଯେଉଁ ସବଜେକ୍ଟ ବି ଫକୀରମୋହନ ୟୁନିଭର୍ସିଟିର ଦୁଇଟି କ୍ୟାମ୍ପସ୍, ଓଲ୍ଡ କ୍ୟାମ୍ପସ୍ ଏବଂ ନ୍ୟୁ କ୍ୟାମ୍ପସ୍ରେ ଆପଣମାନଙ୍କର ଅଛି, ଉଭୟ କ୍ୟାମ୍ପସ୍ର ଗୋଟିଏ ୱେବସାଇଟ୍ରେ ଦେଖିବାକୁ ମିଳିଯିବ, ଆପଣମାନେ ଦେଖିପାରିବେ। ତା ସହିତ ଆପଣମାନଙ୍କୁ କହିଥିଲି ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଡ଼ମିସନ୍ ଫିସ୍। ଯଦି ଆପଣମାନେ 2024 ଏବଂ 25ରେ ଫକୀରମୋହନ ୟୁନିଭର୍ସିଟିରେ ପିଜି ପଢ଼ିବାକୁ ଚାହୁଁଛନ୍ତି ଆପଣମାନଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ତାହା ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଦେଖିପାରୁଥିବେ ଏଠି ଆପଣଙ୍କର ମେନସନ୍ ଅଛି ସବଜେକ୍ଟ ନେମ୍, ଜେନେରାଲ ବଏଜ୍ଙ୍କ ପାଇଁ କେତିକି, ଜେନେରାଲ ଗାର୍ଲସଙ୍କ ପାଇଁ କେତିକି, SC ବଏଜ୍, SC ଗାର୍ଲସ, ST ବଏଜ୍। ତା ସହିତ ଆପଣମାନେ ଯେଉଁ ବି କାଟାଗୋରୀ ହେଉଥାନ୍ତୁ ନା କାହିଁକି ଆପଣମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏ ଟେବୁଲରେ ତାହା ଉଲ୍ଲେଖ ଅଛି। ଉଭୟ ସବଜେକ୍ଟ ନେମ୍ ସହିତ ଜେନେରାଲ, SC, ST ଏବଂ PH କାଟାଗୋରୀ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ତାହା ମଧ୍ୟ ଅଛି। ଆପଣମାନେ ଚାହିଁଲେ ଭିଡ଼ିଓ ସ୍କ୍ରିନଶଟ୍ ନେଇପାରିବେ କିମ୍ବା ମୁଁ ଡିସ୍କ୍ରିପସନ୍ ବକ୍ସରେ PDFର ଲିଙ୍କ୍ ଦେଇଦେଇଛି, ଆପଣମାନେ ସେଠି କ୍ଲିକ୍ କରି ଏ ସମ୍ପୂର୍ଣ୍ଣ PDF ନିଜ ଫୋନ୍ରେ ଡାଉନଲୋଡ଼ କରି ସେଭ୍ କରି ରଖିପାରିବେ। ଦେଖିପାରୁଥିବେ ସମସ୍ତ କୋର୍ସର ଆଡ଼ମିସନ୍ ଫି ଏଠାରେ ମେନସନ୍ ଅଛି। ଆପଣଙ୍କର ଆଡ଼ମିସନ୍ ଫି ସହିତ ମଧ୍ୟ କୋର୍ସ ଫି ନିହାତି ମିଶିକରି ଥାଏ। ଦେଖିପାରୁଥିବେ ଏ ତ ଥିଲା ଆପଣମାନଙ୍କୁ ଫାର୍ଷ୍ଟ ଇୟର୍ ବା ପିଜି ଫାର୍ଷ୍ଟ ଇୟର୍ରେ ଆପଣମାନଙ୍କୁ ଆଡ଼ମିସନ୍ ଫିସ୍ ଦେବା ପାଇଁ ପଡ଼ିବ। ଆପଣଙ୍କୁ ପିଜି ସେକେଣ୍ଡ ଇୟର୍ ଆପଣଙ୍କୁ ରିଆଡ଼ମିସନ୍ କରିବାକୁ ପଡ଼ିଥାଏ, ତେଣୁ ରିଆଡ଼ମିସନ୍ ଫିସ୍ର ଟେବୁଲ୍ ମଧ୍ୟ ଠିକ୍ ସେହିପରି ସବଜେକ୍ଟ ନେମ୍ ଜେନେରାଲ ବଏଜ୍, ଜେନେରାଲ ଗାର୍ଲସ, SC ବଏଜ୍, SC ଗାର୍ଲସ, ST ବଏଜ୍, ତା ସହିତ ଅନ୍ୟାନ୍ୟ କାଟାଗୋରୀ ପାଇଁ ରିଆଡ଼ମିସନ୍ରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ସମ୍ପୂର୍ଣ୍ଣ ଟେବୁଲରେ ମଧ୍ୟ ଉଲ୍ଲେଖ ଅଛି। ଆପଣ ଚାହିଁଲେ ଉଭୟ ଆଡ଼ମିସନ୍ ଏବଂ ରିଆଡ଼ମିସନ୍ ଫିସ୍କୁ ମିଶାଇ ଏକ କାଲକୁଲେଟ୍ କରିପାରିବେ ଯେ 2 ବର୍ଷରେ ମୋତେ ୟୁନିଭର୍ସିଟିକୁ ଏତେ ଟଙ୍କା ପେମେଣ୍ଟ କରିବା ପାଇଁ ପଡ଼ିବ। ଏ ତ ଥିଲା ଆପଣମାନଙ୍କ ରିଆଡ଼ମିସନ୍ ଫିସ୍ ଟେବୁଲ୍, ବ୍ୟସ୍ତ ହେବା ଦରକାର ନାହିଁ, ମୁଁ ଡିସ୍କ୍ରିପସନ୍ ବକ୍ସରେ PDF ଲିଙ୍କ୍ ଦେଇଦେବି। ଏ ତ ଥିଲା ରିଆଡ଼ମିସନ୍ ଫିସ୍ର ଟେବୁଲ୍, ସବୁ ସବଜେକ୍ଟରେ ଆଭେଲେବୁଲ୍ ଅଛି ଏବଂ କୋର୍ସ ବି ତା ଦେହରେ ଆପଣଙ୍କର ମିଶିକରି ଥାଏ।
आउ बाकी रहा आपण हॉस्टेल फीटा यूनिवर्सिटी स्पेशल नोटिस से एडमिशन पर आपण यूनिवर्सिटी तरफ नोटिस माध्यम जनाई दिज्व साम्स वेबसाइट अपडेट हो आपणकर कही मोस्ट इम्पोर्टाट 2023 प्रीवियस ईयर फकीरमोहन यूनिवर्सिटी दुईटी कैंपस सब्जेक्ट केते कटअप नहीं आपन को देखा मिल देखिपे जहाँ भी आप सब्जेक्ट अच्छी बायोटेक्नोलॉजी बॉटनी केमिस्ट्री कॉमर्स इकोनॉमिक्स एजुकेशन इंग्लिश तार जनरल विभाग में केते कटअप जाइतला एसटी विभाग में केते कटअप जाइतला एससी विभाग में केते कटअप जाइतला एवं ओएचपीएच एवं ईएसएम विभाग में कैटेगोरी केते कटअप जाइतला ता मध्ये आपण मानू गोटे पीडीएफ रे देखा मिल जो भी सब्जेक्ट एडमिशन होउची 2024-25 मसीह 2023 मसीह तेणु 2023 मसीह समस्त सब्जेक्ट कटअप मार्क आपण मानक मिल 2024 और 25 कटअप मार्क जो दिन आप फास्ट सिलेक्शन आसो एंट्रांस हम एंट्रांस पर आप ग्रेजुएशन रिजल्ट अपलोड कराई मांग ग्रेजुएशन अपलोड कर सारापर आपण मानकर गोटे रैंक आसो रैंक अनुसार आपण निजर कॉलेज सिलेक्शन देवे और रैंक सहित आप परसेंटेज मार्क भी आसे तेणु से हिसाब से आप प्रीवियस ईयर कटअप देखी निजर यूनिवर्सिटी सिलेक्शन देवे और से अनुसार आप फास्ट सिलेक्शन आसो फास्ट दिन ही 2024 फास्ट सिलेक्शन ही 2024 कटअप मार्क प्रकाश पाइब आशा करे 2023 मसीहार सब कटअप आपण मानक गोटे पीडीएफ रे मिल आपण मान सेव कर रखी दिंतु जितेबाला आपण कॉलेज सिलेक्शन देवे सेतेबाला आपण मान काम निहाती आसीबो आशा करे भिडियोटी आपण मानक भल लगी मो भिडियो एफएम इम्पोर्टेंट संपर्कित समस्त तथ्य जणाइदेली और डिस्क्रिप्शन बॉक्स रे पीडीएफ रो लिंक मु प्रदान करिछि आपण माने सेठी क्लिक करी ए पीडीएफ को निज फोन रे डाउनलोड करि परिबे धन्यवाद।